କିନ୍ତୁ ଯେଉଁ 2 ଲକ୍ଷ ବାଦ ପଡ଼ି ଦର୍ଶକ ବନ୍ଧୁ ସୁଭଦ୍ରା ଯୋଜନାର 2 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କର ଲିଷ୍ଟରୁ ନାମ କଟି ସାରିଲାଣି। ଏହି ସୂଚନା ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମ ସାମ୍ନାରେ ଦେଇଛନ୍ତି। ପୂର୍ବରୁ ସେମାନଙ୍କୁ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ଟଙ୍କା ମିଳିସାରିଛି, କିନ୍ତୁ ତୃତୀୟ କିସ୍ତି ଟଙ୍କା ଏହି 9 ତାରିଖରେ ଯେଉଁ ଟଙ୍କା ମିଳିବ ସେମାନଙ୍କୁ ଏଥର ମିଳିବ ନାହିଁ। ଏହି 2 ଲକ୍ଷ ମହିଳାମାନଙ୍କ ମଧ୍ୟରୁ ଆପଣଙ୍କ ନାମଟି ଅଛି କି ନାହିଁ ଆସନ୍ତୁ ଜାଣିବା। ତା ପୂର୍ବରୁ ସୁଭଦ୍ରା ଯୋଜନାର ଅପଡେଟ୍ ନ୍ୟୁଜ୍ ସର୍ବପ୍ରଥମେ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ହିଁ ପାଇବେ। ସେଥିପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଏବଂ ଭିଡ଼ିଓଟି ଯଦି ପସନ୍ଦ ଆସେ ତାହେଲେ ଗୋଟେ ଲାଇକ୍ ମଧ୍ୟ କରିଦେବେ। ତ ଦର୍ଶକ ବନ୍ଧୁ ଆପଣଙ୍କ ମୋବାଇଲ କିମ୍ବା କମ୍ପ୍ୟୁଟରର ଯେକୌଣସି ବ୍ରାଉଜରଟିକୁ ଓପନ୍ କରିଦିଅନ୍ତୁ ଏବଂ ସୁଭଦ୍ରା ଯୋଜନା ଲେଖିକି ସର୍ଚ୍ଚ କରିଦିଅନ୍ତୁ। ପ୍ରଥମ ଲିଙ୍କଟି ଉପରେ କ୍ଲିକ୍ କରିଦିଅନ୍ତୁ। ଏହିଭଳି ପେଜ୍ଟି ଖୋଲିଯିବ। ତଳେ ଦେଖନ୍ତୁ ହିତାଧିକାରୀ ତାଲିକା ଅଛି, ଏହାରି ଉପରେ କ୍ଲିକ୍ କରିଦେବେ। ଏଠାରେ ଅସ୍ଥାୟୀ ହିତାଧିକାରୀ ତାଲିକା ଉପରେ କ୍ଲିକ୍ କରିଦେବା। ତଳେ ଜିଲ୍ଲାଟିକୁ ବାଛି ସିଲେକ୍ଟ କରିଦେବା, ତାପରେ ବ୍ଲକଟି ବାଛି ସିଲେକ୍ଟ କରିଦେବା ଏବଂ ଶେଷରେ ପଞ୍ଚାୟତଟି ବାଛି ସିଲେକ୍ଟ କରିଦେବା। ଦେଖନ୍ତୁ ଉପରେ କ୍ଲିକ୍ କରିଦେବା। ତଳେ ଦେଖନ୍ତୁ ଏମିତି PDF ଫାଇଲ୍ ଗୁଡ଼ିକ ଆସିଯିବ। ଏହି ପ୍ରଥମ ଫାଇଲ୍ଟି ଉପରେ କ୍ଲିକ୍ କରିଦେବେ। ଫାଇଲ୍ଟି ଡାଉନଲୋଡ଼ ହୋଇଯିବ। ଫାଇଲ୍ଟିକୁ ଓପନ୍ କରିଦେବା। ଏହି ଲିଷ୍ଟରେ ଯେତେ ଜଣଙ୍କର ନାମ ଅଛି ସେମାନେ କେବେ ହେଲେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲି। ଜୟ ଜଗନ୍ନାଥ।